ମା ମାଉସୀ ଭଉଣୀ ମାନେ ଖାତାକୁ ଗଲା କି ପଇସା। ବେକାରୀ ଭାଇଙ୍କ ମୁଣ୍ଡରେ ଭାଳେଣି, ଭତ୍ତା ପାଇଁ ଖୁସି ମଉସା। ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଯିଏ ତାଙ୍କ ଖୁସି ସିନା ଅପାର, ଅଯୋଗ୍ୟ ପ୍ରାର୍ଥିନୀ ବିଚରା କୁହନ୍ତି ଇଏ କି ପାତର ଅନ୍ତର। ତାଙ୍କୁ ଯଦି ଦେଲ 50, ଆମକୁ ଅନ୍ତତଃ 5 ଦିଅନ୍ତ, ହୁଅନ୍ତୁନି ଆମେ ନିରାଶ। ଦୁନିଆ ଜାଣିଛି ଚାକିରିଆ ଆମେ, ଆମ କଥା ଯଦି କହିବି 50 ଜାଗାରେ 75 ଦବ, ପାଟି ଖୋଲିବେନି କେହି ବି। ଘରୁ ବାହାରିବୁ ଅଫିସ ଯିବୁ, ବାଟରେ ଗାଡିରେ ତେଲ ଭରିବୁ, ତେଲ ଖର୍ଚ୍ଚ ମୁଣ୍ଡ ବିନ୍ଧା, ମୁଣ୍ଡ ବିନ୍ଧା ପାଇଁ ଔଷଧ ଦରକାର, ତା ପାଇଁ ପଇସା ବନ୍ଧା। ରୋଷେଇ ପାଇଁ କି ସମୟ ନାହିଁ, ବାହାରେ ଖାଇବୁ ପଇସା ଦେଇ। ବାହାରକୁ ଯିବା ପାଇଁ କି ଭଲ ପୋଷାକ ଯଦି ନ କିଣିବୁ ସତେ ଅବା ଶୋଭା ଦବ କି? ମାସ ସାରା ଖଟି ଖଟିକା ଦରମା ଗଣ୍ଡାକ ହାତକୁ ଆସିବ, ଅଧା ନେଇଯିବ ବଟିକା। ଘରକୁ ଦେଖିବୁ ବାହାର ଦେଖିବୁ, ଦେହକୁ କେମିତି ଦେଖିବୁ? ସେଇଥିପାଇଁ ବା ଅଧା ଦିନ ଆମେ ଡାକ୍ତର ମାନଙ୍କୁ ପୋଷିବୁ। ସେଥିରୁ ଯେତିକି ବଳିବ ଛୁଆ ଚାହିଁଥିବ ଦୁଆର ବନ୍ଧରେ ଆସିକି ଓହଳି ପଡିବ। ପିଲାଟା ଯଦି ଦିନମାନ ଯାକ ମା ସ୍ନେହ ଟିକେ ପାଉନି, ତାକୁ କଣ ଆଉ ପଇସାକୁ ଡରି ଭଲ ମନ୍ଦ ଟିକେ ଦବନି? ଏଇ ପରା ଆମ କାହାଣୀ। ମୋ ଦୁଃଖ ବେଦନା ନିଶ୍ଚୟ ବୁଝିବେ ଯେତେ ଚାକିରିଆ ଭଉଣୀ।